ମାର୍ଚ୍ଚ ମାସ ଆସିଗଲା। ମାର୍ଚ୍ଚ, ଏପ୍ରିଲ, ମେ। ଆମ ଓଡ଼ିଶାରେ ତ ବହୁତ କାଳବୈଶାଖୀ ଆସେ, ଆପଣ ମାନେ ଜାଣିଛନ୍ତି, ବର୍ଷା ହୁଏ, ବହୁତ ଝଡ଼ ତୋଫାନ। ତ ସମୟ ଅନୁସାରେ ଜିନିଷ ଗୁଡ଼ିକ ବଦଳିବା ପାଇଁ ପଡ଼ିବ ଚାଷୀ ଭାଇ ମାନେ, ନହେଲେ କଣ ଆପଣ ହିଁ ନିଜେ ହିଁ ହଇରାଣରେ ପଡ଼ିବେ ଯଦି କଣ ଚେଞ୍ଜ ନହେବେ। ଯେକୌଣସି ଚାଷ କରିଥାନ୍ତୁ ନା କାହିଁକି, ଗଛ ମୂଳରେ ଯଦି ଘାସ ଥିବ ତ ଅଟୋମେଟିକ ପୋକ ଆସିବେ। ଆଉ ପୋକ ସେ ଘାସକୁ ଆସିବେ ମାନେ ଅଟୋମେଟିକ ଆପଣଙ୍କ ଗଛ ମାନଙ୍କୁ ଆକ୍ରମଣ କରିବେ। ତ ଚାଷୀ ଭାଇ ମାନେ ଦେଖିପାରୁଥିବେ, ମୁଁ ମୋର 200 ଗ୍ରାଫ୍ଟେଡ ବାଇଗଣ ଫିଲ୍ଡରେ ଅଛି। ତ ଦେଖିପାରୁଛନ୍ତି କୁଟା ଗୁଡ଼ିକ ମୁଁ କଣ ସଫା କରିଦଉଛି। ତ ୟାର ମଧ୍ୟ କାରଣ ରହିଛି, ତ ସେଇଟା ଆଜିର ଭିଡ଼ିଓରେ କହିବି। ତ ଏମିତିକା ଦେଖନ୍ତୁ ଫିଲ୍ଡଟି। ତ ନମସ୍କାର ଚାଷୀ ଭାଇ ମାନେ, ମୁଁ ଉପେନ ଆପଣ ମାନଙ୍କୁ ଓଡ଼ିଆ ଏଗ୍ରୋଟେକ୍ ୟୁଟ୍ୟୁବ ଚ୍ୟାନେଲରେ ସ୍ୱାଗତ ଜଣାଉଛି। ତ ଚାଲନ୍ତୁ ଭିଡ଼ିଓକୁ ଆରମ୍ଭ କରିବା। ତ ମୁଁ ଯୋଉ 200 ଗ୍ରାଫ୍ଟେଡ ବାଇଗଣ ଫିଲ୍ଡରେ ମୁଁ କୁଟା ମଲ୍ଚିଂ କରିଥିଲି ବିନା ଡ୍ରିପରେ, ଖାଲି କୁଟା ମଲ୍ଚିଂ କରିଥିଲି। ତ ସେଥିରେ ମୁଁ ଦେଖିଲି ଯେ କଣ ବର୍ତ୍ତମାନ ମାର୍ଚ୍ଚ ମାସ ଆସିଗଲା। ମାର୍ଚ୍ଚ, ଏପ୍ରିଲ, ମେ। ଆମ ଓଡ଼ିଶାରେ ତ ବହୁତ କାଳବୈଶାଖୀ ଆସେ, ଆପଣ ମାନେ ଜାଣିଛନ୍ତି, ବର୍ଷା ହୁଏ, ବହୁତ ଝଡ଼ ତୋଫାନ ଆସେ। ତ ସେଥିପାଇଁ କଣ ଏଇଟା ବିଲ ଜାଗା ନା, ଆପଣ ମାନେ ଦେଖିପାରୁଥିବେ ନା ନାଇଁ, ଏଇଟା ପୁରା ବିଲ ଜାଗାଟା। ତ ଏଠି ଯଦି କଣ ଯଦି ସେନ୍ସିଟିଭ ଜିନିଷ ରହିବ, କୁଟା ଯଦି ରହିବ ଏମିତି ଯୋଉ ବେଡ ଉପରେ, ତ ଓଦା ପଣଟା ବହୁତ ସମୟ ରହିବ, ଯାହା ଫଳରେ ଫଙ୍ଗସ ଆଉ ବିଭିନ୍ନ ପ୍ରକାର ରୋଗ ଲାଗିବାର ସମ୍ଭାବନା ରହିଛି। ୱିଲ୍ଟ ଯେମିତିକା ରହିଛି, ସେ କଣ ହ୍ୟୁମିଡିଟିକୁ ବହୁତ ବନେଇ ରଖେ କୁଟା। ତ ସେଥିପାଇଁ ମୁଁ ଡିସାଇଡ କଲି ଯେ କଣ ୟାକୁ ଉଠେଇଦବା। ତ ଖାଲି ବେଡ ଗୁଡ଼ିକ ଅଛି, ଆପଣ ମାନେ ଦେଖିପାରୁଛନ୍ତି। ଆଉ କୁଟା ଗୁଡ଼ିକ ଉଠେଇ ଦେଇକରି ମୁଁ କୁଡ଼ା ଖୋସା ମଧ୍ୟ କରିଦେଲି। ବର୍ତ୍ତମାନ ସମୟ ତ ରେଟ୍ ଡାଉନ୍ ଅଛି, ଆପଣ ମାନେ ଜାଣିଛନ୍ତି। ତ ଏମିତିକା ରହିଛି, ଆପଣ ମାନେ ଭାବିବେ ଯେ କଣ ଆଗ ଭିଡ଼ିଓରେ ମୁଁ କହିଥିଲି ଯୋଉ 200 ଗ୍ରାଫ୍ଟେଡ ବାଇଗଣ ଫିଲ୍ଡରେ କୁଟା ମଲ୍ଚିଂ କରିଛି। ତ ସମୟ ଅନୁସାରେ ଜିନିଷ ଗୁଡ଼ିକ ବଦଳିବା ପାଇଁ ପଡ଼ିବ ଚାଷୀ ଭାଇ ମାନେ, ନହେଲେ କଣ ଆପଣ ହିଁ ନିଜେ ହିଁ ହଇରାଣରେ ପଡ଼ିବେ ଯଦି କଣ ଚେଞ୍ଜ ନହେବେ। ତ ସେଥିପାଇଁ ନହେଲେ କିଛି ଲୋକ କହିବେ ଯେ ସେ ଭିଡ଼ିଓରେ ତ କହିଲେ ଲଗେଇବା ପାଇଁ, ତ ମୋ ଭିଡ଼ିଓ ଦେଖିକରି ଯେଉଁମାନେ ଯଦି ଲଗେଇଥିବେ, ତ ମୁଁ ତ ବର୍ତ୍ତମାନ କଣ ଅଢ଼େଇ ଦଉଛି, ଖାଲି କରିଦେଇଛି। ତ ଆପଣ ମାନେ ଦେଖନ୍ତୁ, ଆପଣଙ୍କ ଫସଲ ଅନୁସାରେ ଆପଣ ଯଦି ଲଗେଇଛନ୍ତି। ତ ମୁଁ ତ କହିଥିଲି, ସଜେଷ୍ଟ ତ ମୁଁ କରିନଥିଲି, ଖାଲି ଅର୍ଗାନିକ ମଲ୍ଚିଂ ପାଇଁ ସଜେଷ୍ଟ କରିଥିଲି। ଆଉ ନହେଲେ ମୁଁ କହିନଥିଲି ଯେ ଲଗାନ୍ତୁ ବୋଲି। ଆମ ପ୍ଲାଷ୍ଟିକ ମଲ୍ଚିଂ ଲଗାନ୍ତୁ, ସେଇଟା ବର୍ଷାରେ ବି କିଛି ହବନି, ତ ସେଇଟା ଠିକ ରହିବ। ତ ଏମିତିକା ରହିଛି। ଯୋଉମାନେ ପୁରା ପିଓର ଅର୍ଗାନିକ କରୁଛନ୍ତି, କୁଟା ମଲ୍ଚିଂ କରିବା ପାଇଁ ଚାହୁଁଛନ୍ତି, ସେମାନେ କରିପାରିବେ ଆରାମସେ, କିଛି ଅସୁବିଧା ନାହିଁ। ଯେମିତି ମୁଁ କହିଥିଲି, ସର୍ଟ ଟର୍ମ ତରଫରେ ଆରାମସେ ୟୁଜ୍ କରିପାରିବେ। ତ ଏମିତିକା ରହିଛି, ଆପଣ ମାନଙ୍କୁ ଟିକେ ଗଛ ଗୁଡ଼ିକ ଦେଖେଇ ଦିଏ, ଫୁଲ ଗୁଡ଼ିକ କେମିତି ଭାବରେ ଆସୁଛି। ତ ଭିଡ଼ିଓଟିକୁ ବେଶୀ ଲମ୍ବା ନ କରିନି, ଆଜିର ଭିଡ଼ିଓରେ ମୁଁ କହିଦେଲି କଣ ଯୋଉ ମୁଁ 200 ଗ୍ରାଫ୍ଟେଡ ବାଇଗଣ ଫିଲ୍ଡରେ କୁଟା ମଲ୍ଚିଂ କରିଥିଲି, ସେଇଟାକୁ ଅଢ଼େଇ ଦଉଛି। ସମୟ ଅନୁସାରେ ଜିନିଷ ଗୁଡ଼ିକ ବଦଳିବା ପାଇଁ ପଡ଼ିବ ଚାଷୀ ଭାଇ ମାନେ, ନହେଲେ କଣ ନିଜେ ହଇରାଣରେ ପଡ଼ିବେ। ଯଦି ମୁଁ ଏଇଟାକୁ ରଖିବାକୁ ଦେବି, ତାହେଲେ କଣ ବର୍ଷା ଫର୍ଷା ଆସିବ ଯଦି, ଏଇଟା ବିଲ ଜାଗା ନା, କଣ ଯୋଉ ଆମ ଜର୍କିବାର ସମ୍ଭାବନା ରହିଛି। ତ ୱାଟର ଲଗିଙ୍ଗ ଯୋଉଟାକୁ କୁହାଯାଏ, ସେଇଟା ହବାର ସମ୍ଭାବନା ରହିଛି। ତ ସେଥିପାଇଁ ମୁଁ କଣ ସଫା କରିଦେଇଛି। ତ ଗଛ ଗୁଡ଼ିକ ମୂଳକୁ ଦେଖେଇ ଦିଏ କେମିତି ଭାବରେ ବେଡ ଗୁଡ଼ିକ ରହିଛି। ତ ଆସନ୍ତୁ, ତ ଦେଖିପାରୁଥିବେ, ଏଇଟା ଗୋଟେ ବେଡ ଟା ପୁରା ସେପଟକୁ, ଆଉ ଗୋଟେ ଏଇଟା ବେଡ। ତ ଏମିତିକା କଣ କୁଟା ତ ଥିଲା, ଆପଣ ମାନେ ଦେଖିଥିବେ, ମୁଁ କଟା ଖୋସା କରିକି ପୁରା ମୂଳ ଗୁଡ଼ିକ ବି ସଫା କରିଦେଇଛି। ତ ଏତିକି ଲମ୍ବା ଚାଷୀ ଭାଇ ମାନେ ଦେଖନ୍ତୁ, କଣ ମାନେ ସଫା ଅଛି। ଏଥିରେ କଣ ଫଙ୍ଗସ ମଙ୍ଗସ ଲାଗିବାର ସମ୍ଭାବନା କିଛି ନାହିଁ। ଖାଲି ମୂଳ ଆଉ ଚେରଟା ମାଟି ସହିତ ରହିଛି, ଏଇଠି ଜଏଣ୍ଟ ହେଇଥିଲା ଦେଖନ୍ତୁ। ତ ଏମିତିକା ରହିଛି, ସମୟ ଅନୁସାରେ ଜିନିଷ ଗୁଡ଼ିକ ବଦଳିବା ପାଇଁ ପଡ଼ିବ, ନହେଲେ ହବ ନାହିଁ। ନୂଆ ନୂଆ କଣ ଡେଲି ଚାଷରେ ତ କଣ ଡେଲି ନୂଆ ନୂଆ ସମସ୍ୟା ପ୍ରୋବ୍ଲେମ ଗୁଡ଼ିକ ଆସିବ। ତ ଏମିତିକା ରହିଛି। ତ ଆଜିର ଭିଡ଼ିଓରେ ଏତିକି। ଆପଣମାନଙ୍କୁ ଭିଡ଼ିଓ କେମିତି ଲାଗିଲା, ଇନଫର୍ମେଟିଭ ଲାଗିଲା କି ନାହିଁ, କମେଣ୍ଟ ମାଧ୍ୟମରେ ଜଣାନ୍ତୁ। ଭଲ ଲାଗିଲେ ବି କମେଣ୍ଟ କରନ୍ତୁ, ଆଉ ନହେଲେ ଖରାପ ଲାଗିଲେ ବି କମେଣ୍ଟ କରନ୍ତୁ। ତ ଆଜିର ଭିଡ଼ିଓରେ ଏତିକି, ରହିଲି, ନମସ୍କାର।